ସମସ୍ତେ ପଢ଼ିପାରୁଛନ୍ତି କି? ଯେଉଁମାନେ ବି ପଢ଼ିପାରୁଛନ୍ତି ଆପଣମାନେ ମୋ ସହିତ ମିଶିକି ପଢ଼ିପାରିବେ। ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ତ এই ବାକ୍ୟ ଉପରେ ଆଜିର ଆମର ଏଇ ଯେଉଁ ଇଷ୍ଟର କାଣ୍ଟାଟା ଆଧାରିତ। ସ୍ୱତନ୍ତ୍ର ଭାବରେ ଲୋକମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି ବୋଲି କହୁଛନ୍ତି, କିନ୍ତୁ ଯୀଶୁଙ୍କୁ ଆମେ କାହିଁକି ବିଶ୍ୱାସ କରୁଛୁ? ଯୀଶୁଙ୍କୁ ବିଶ୍ୱାସ କରିବା ପଛରେ ଉଦ୍ଦେଶ୍ୟ କ'ଣ? ପ୍ରାୟ ସମୟରେ ଲୋକମାନେ ଯେତେବେଳେ ମୁଁ ପଚାରେ, ମୁଁ ଜଣେ ପାଷ୍ଟର ଯେହେତୁ କି, ଲୋକମାନେ ମୋ ପାଖକୁ କେମିତି ଆସନ୍ତି ଜାଣିଛନ୍ତି କି? ଆଜ୍ଞା, ମୋର ପୁଅ ପାଇଁ ଟିକେ ପ୍ରାର୍ଥନା କରିଦିଅ, ସେ ପରୀକ୍ଷାରେ ଯେମିତି ଭଲ ମାର୍କ ରଖିକି ପାସ୍ ହେବ। ନହେଲେ ଆଜ୍ଞା, ମୋର ପୁଅର ଯେମିତି ଚାକିରି ହେବ ସେଥିପାଇଁ ତୁମେ ପ୍ରାର୍ଥନା କରିଦିଅ। ନହେଲେ ମୋର ସ୍ୱାମୀ ଅସୁସ୍ଥ ଅଛି, ନହେଲେ ମୋର ଦେହ ଅସୁସ୍ଥ ଅଛି। এই ପ୍ରକାର ଭାବରେ ଲୋକମାନେ ପ୍ରାୟତଃ ନିଜର ଶରୀର ପାଇଁ ମୋ ପାଖକୁ ଆସନ୍ତି, ଆଉ ସେମାନେ ମୋତେ ପ୍ରାର୍ଥନା କରିବା ନିମନ୍ତେ କୁହନ୍ତି। ନହେଲେ ଏ ଜଗତରେ କେମିତି ସେମାନେ ଭଲରେ ରହିବେ ସେଥିପାଇଁ ସେମାନେ ପ୍ରାର୍ଥନା କରିବା ପାଇଁ କୁହନ୍ତି। କିନ୍ତୁ ଯଦି ବାଇବଲ ଦେଖିବେ, ବାଇବଲ ଆରମ୍ଭ କେମିତି ହେଇଛି ଜାଣିଛନ୍ତି କି? ବାଇବଲର ପ୍ରଥମ ପୁସ୍ତକ କ'ଣ ଜାଣିଛନ୍ତି? କ'ଣ? ଆଦି ପୁସ୍ତକ। ଗୀତ ସଂହିତା? ଆଦି ପୁସ୍ତକ। ହଁ, ଆଦି ପୁସ୍ତକ, ଠିକ କହିଲେ, ଆଦି ପୁସ୍ତକ। ଆଉ ଏ ଆଦି ପୁସ୍ତକର ଏକ ପର୍ବର ଏକ ପଦ କ'ଣ କହୁଛି ଜାଣିଛନ୍ତି କି? କ'ଣ କହୁଛି? ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଏବଂ ପୃଥିବୀ ସୃଷ୍ଟି କଲେ। ତ ପରମେଶ୍ୱର ଯେତେବେଳେ ଏ ଜଗତ ଏ ପୃଥିବୀକୁ ଯେତେବେଳେ ସୃଷ୍ଟି କଲେ, ବାଇବଲ କହୁଛି ପ୍ରଥମ ଖାଲି ପ୍ରଭୁ ଖାଲି ପୃଥିବୀକୁ ଖାଲି ସୃଷ୍ଟି କରିନାହାନ୍ତି। ବାଇବଲ ଆରମ୍ଭ ହେଉଛି ଦୁଇଟା ବିଷୟରୁ। କ'ଣ କ'ଣ ସେଇଟା? କ'ଣ? ଆଦ୍ୟରେ ପରମେଶ୍ୱର କ'ଣ କ'ଣ ସୃଷ୍ଟି କଲେ? ସ୍ୱର୍ଗ ଓ ପୃଥିବୀ। ତ ଦୁଇଟା ଜିନିଷ ଅଛି, ସ୍ୱର୍ଗ ମଧ୍ୟ ଅଛି, ପୃଥିବୀ ମଧ୍ୟ ଅଛି। ସ୍ୱର୍ଗ ବହୁତ ଲୋକମାନେ କୁହନ୍ତି, କିଏ ଦେଖିଛି, କିଏ ଜାଣିଛି ସ୍ୱର୍ଗ ଅଛି କି ନାହିଁ? ଆମେ ଦେଖିନୁ। ସେଥିରେ ଅନେକ ଲୋକ ଅଛନ୍ତି ଯେଉଁମାନେ କି ସ୍ୱର୍ଗକୁ ବିଶ୍ୱାସ କରନ୍ତିନି। ଲୋକମାନେ ପ୍ରଭୁଙ୍କୁ ମଧ୍ୟ କେତେ ଜଣ ବିଶ୍ୱାସ, କିଏ ଦେଖିଛି, କିଏ ଜାଣିଛି? ତ ଲୋକମାନେ ଏଇ ପ୍ରକାର ଭାବରେ ଲୋକମାନେ ଯେତିକି ସେମାନେ ବୁଝନ୍ତି ସେତିକି ହିଁ ସେମାନେ ବିଶ୍ୱାସ କରନ୍ତି। କିନ୍ତୁ ଆମେ ବାଇବଲକୁ ଯଦି ଆମେ ବିଶ୍ୱାସ କରୁଛୁ, ତାହେଲେ ଆମେ ଏ ଦୁଇଟା ବିଷୟକୁ ବିଶ୍ୱାସ କରିବା ଦରକାର। କାହିଁକି? ବାଇବଲ ଏଇଟା ଦୁଇଟା ବିଷୟ ଆରମ୍ଭରୁ ସୃଷ୍ଟି ହେଇଛି। କ'ଣ କ'ଣ? ସ୍ୱର୍ଗ ଏବଂ ପୃଥିବୀ। ତ ବାଇବଲରେ ଏ ଦୁଇଟା ଜିନିଷକୁ ଯଦି ଦେଖିବେ, ଏ ଦୁଇଟା ଜିନିଷ ଗୋଟେ ହେଉଛି ଅଦୃଶ୍ୟ, ଗୋଟେ ହେଉଛି ଦୃଶ୍ୟ। ମାନେ ଗୋଟେ ଦେଖାଯାଉନି, ଗୋଟେ ଦେଖାଯାଉଛି। ସେଇ ପ୍ରକାର ଭାବରେ ମଣିଷକୁ ମଧ୍ୟ ପ୍ରଭୁ ଦୁଇଟା ଜିନିଷରେ ସୃଷ୍ଟି କଲେ। କ'ଣ କ'ଣ ଜାଣିଛନ୍ତି କି? ଗୋଟେ ହେଉଛି ଶରୀର, ଆଉ ଗୋଟେ ହେଉଛି ଆତ୍ମା। କ'ଣ କ'ଣ? ଶରୀର ଓ ଆତ୍ମା। ହଁ, ଗୋଟେ ଆତ୍ମା, ଗୋଟେ ଦେଖାଯାଉଛି, ଗୋଟେ ଦେଖାଯାଉନି। ତ ଆରମ୍ଭରୁ ହିଁ ଏଇ ପ୍ରକାର ବିଷୟ, ଗୋଟେ ଦେଖାଯାଉଥିବା ଜଗତ ଅଛି, ଗୋଟେ ଅଦୃଶ୍ୟ ମାନେ ନ ଦେଖାଯାଉଥିବା ଜଗତ ଅଛି। ପ୍ରଭୁ କେବେ ହେଲେ ଖାଲି ଦେଖାଯାଉଥିବା ଜଗତକୁ ସୃଷ୍ଟି କରିନାହାନ୍ତି। କିନ୍ତୁ ଲୋକମାନେ ଯେତେବେଳେ ଜଗତରେ ବଞ୍ଚୁଛନ୍ତି, ସେମାନେ କେବଳ କୋଉଥିପାଇଁ ବଞ୍ଚୁଛନ୍ତି? ଓ ଏ ଜଗତରେ ଯୋଉଟା ଦେଖାଯାଉଛି ସେଥି ନିମନ୍ତେ। ଯଦି ଆମେ ଟିକେ ପଢ଼ିବା ବାଇବଲରେ, ଦ୍ୱିତୀୟ କରିନ୍ଥୀୟ 4 ପର୍ବର 18 ପଦ ଟିକେ ପଢ଼ିବା। ଦ୍ୱିତୀୟ କରିନ୍ଥୀୟ 4 ପର୍ବର 18 ପଦ। ଯେଉଁମାନେ ବାଇବଲକୁ ଜାଣିଛନ୍ତି, ଯେଣୁ ଆମ୍ଭେମାନେ ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି, କାରଣ ଦୃଶ୍ୟ ବିଷୟ କ୍ଷଣ କାଳ ସ୍ଥାୟୀ, କିନ୍ତୁ ଅଦୃଶ୍ୟ ବିଷୟ ଅନନ୍ତ କାଳ ସ୍ଥାୟୀ। ଏଠି ଦୁଇଟା ବିଷୟ ଲେଖା ହେଇଛି। ଗୋଟେ ହେଉଛି ଦୃଶ୍ୟମାନ ବିଷୟ ଯୋଉଟା ଦେଖାଯାଉଛି, ଆଉ ଗୋଟେ ହେଉଛି ଅଦୃଶ୍ୟ ବିଷୟ ଯୋଉଟା ଦେଖାଯାଉନି। ତ ବାଇବଲ କହୁଛି ଯୋଉଟା ଦେଖାଯାଉଛି ଏଇଟା ହେଉଛି କିଛି ସମୟ ପାଇଁ, କ୍ଷଣ କାଳ ସ୍ଥାୟୀ। କିନ୍ତୁ ଯୋଉଟା ଦେଖାଯାଉନି ସେଟା ହେଉଛି ଅନନ୍ତ କାଳ ସ୍ଥାୟୀ। ସେଟା ପାଇଁ ପ୍ରଭୁ ଦୁଇଟା ଜିନିଷକୁ ସୃଷ୍ଟି କରିଛନ୍ତି। ଯଦି ସ୍ୱର୍ଗ ଏବଂ ପୃଥିବୀ, ଏ ପୃଥିବୀକୁ କ୍ଷଣ କାଳ ପାଇଁ ବନେଇଛନ୍ତି, କିଛି ସମୟ ପାଇଁ। ଆଉ ଏ ଶରୀରକୁ ବି ଯୋଉଟାକି ଦେଖାଯାଉଛି କିଛି ସମୟ ପାଇଁ ବନେଇଛନ୍ତି। କିନ୍ତୁ ଯୋଉଟାକି ଅଦୃଶ୍ୟ ସ୍ୱର୍ଗ, ଏଇଟା ମଧ୍ୟ ଅନନ୍ତ କାଳ ସ୍ଥାୟୀ। ଯଦିବା ଏଇଟା ଦେଖାଯାଉନି, ବାଇବଲ କହୁଛି ଅଦୃଶ୍ୟ ବିଷୟ ହେଉଛି ଅନନ୍ତ କାଳ ସ୍ଥାୟୀ।
ସେଇ ପ୍ରକାର ଭାବରେ ମଣିଷର ଆତ୍ମା ମଧ୍ୟ ଅନନ୍ତ କାଳ ସ୍ଥାୟୀ। ବୁଝିଲେ କି ନାହିଁ? କିନ୍ତୁ ଟିକେ ଚିନ୍ତା କରନ୍ତୁ, ଲୋକମାନେ କେବେ ହେଲେ ବି ନିଜର ଆତ୍ମା ପ୍ରତି କି ସ୍ୱର୍ଗ ପ୍ରତି ଆଗ୍ରହୀ ନାହାନ୍ତି। ପ୍ରାୟ ସମୟରେ ଲୋକମାନେ କୋଉଥିପାଇଁ ଆଗ୍ରହୀ? ଏ ଜଗତରେ କେମିତି ଆମେ ଭଲରେ ରହିବୁ, ଜଗତରେ କେମିତି ଆମେ ସୁସ୍ଥ ସବଳ ରହିବୁ, ଜଗତରେ କେମିତି ଆମେ ଭଲ ଖାଇବୁ, କେମିତି ଭଲ ଘର କରିବୁ, ମୋର ପିଲାମାନେ କେମିତି ଭଲ ଚାକିରି ପାଇବେ, ମୁଁ ଟିକେ ଛାତି ଫୁଲେଇକି ମୋର ପୁଅ ଏଇଟା କରୁଛି ବୋଲିକି ମୁଁ କହିବି। ହଁ, ଏଇଟା ପାଇଁ ହିଁ ଲୋକମାନେ ଇଚ୍ଛୁକ। ଆଉ ଲୋକମାନେ ଯେତେବେଳେ ମଣ୍ଡଳୀକୁ ବି ଯାଆନ୍ତି, ଚର୍ଚ୍ଚକୁ ବି ଯାଆନ୍ତି, କି ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, କୋଉଥିପାଇଁ? ସ୍ୱର୍ଗ ପାଇଁ କି? ନାହିଁ। ପ୍ରାୟ ଲୋକମାନେ କୋଉଥିପାଇଁ ପ୍ରଭୁଙ୍କୁ ବିଶ୍ୱାସ କରୁଛନ୍ତି? ଏ ଶରୀରରେ ଯେମିତି ସୁସ୍ଥ ସବଳ ରହିବେ, ହଁ, ଯେମିତି ଜଗତରେ ଲମ୍ବା ସମୟ ବଞ୍ଚିବେ, ଜଗତରେ ଯେମିତି ଧନୀ ହେବେ। ସେଥିପାଇଁ ମୁଁ ଯେମିତି କହିଲି, ଲୋକମାନେ ମୋ ପାଖକୁ କ'ଣ ପ୍ରାର୍ଥନା କରିବା ପାଇଁ ଆସୁଛନ୍ତି? କି ଏଇଠି ଆମର ପାଳକ ଆଜ୍ଞା ମାନେ ଅଛନ୍ତି, ପାଳକ ଆଜ୍ଞା ମାନଙ୍କ ପାଖକୁ କ'ଣ ପ୍ରାର୍ଥନା କରିବା ପାଇଁ ଯାଉଥିବେ ଲୋକମାନେ? ଆଜ୍ଞା ମୋର ପିଲା ପାଇଁ ଟିକେ ପ୍ରାର୍ଥନା କରିଦିଅ। କୋଉଥିପାଇଁ? ତାର ଆତ୍ମା ପାଇଁ। କିଏ କହୁଛି କି? କିଏ କହୁନି? କାହିଁକି? ଲୋକମାନେ ନିଜର ଆତ୍ମା ପାଇଁ, ଯୋଉଟାକି ଅଦୃଶ୍ୟ, ତାହା ବିଷୟ ପାଇଁ ଆଗ୍ରହୀ ନାହାନ୍ତି। ଲୋକମାନେ କୋଉଥିପାଇଁ ଆଗ୍ରହୀ? ଲୋକମାନେ ଏ ଶରୀର ପାଇଁ ଆଗ୍ରହୀ, ଦୃଶ୍ୟମାନ କ୍ଷଣକାଳ ଜୀବନ ପାଇଁ ଆଗ୍ରହୀ। ବାଇବଲରେ ସେଠି ଲାଜାର ଅଛି। ମୁଁ ଭୁବନେଶ୍ୱରରେ ରହୁଥିଲି, ସେଠି ଗୋଟେ ହିନ୍ଦୁ ଫ୍ୟାମିଲି, ସେମାନେ କୁଆଡ଼ୁ କୁଆଡ଼ୁ ଶୁଣିଲେ, ପ୍ରଭୁଙ୍କୁ ବିଶ୍ୱାସ କଲେ, ଆଶ୍ଚର୍ଯ୍ୟ କର୍ମ ହଉଛି, ଏମିତି ସେମିତି। ତ ତାଙ୍କର ପୁଅ ଜଣେ କ୍ୟାନ୍ସର ପେସେଣ୍ଟ ଥିଲା, ସାନଟା। ତ ସେମାନେ କୁଆଡ଼ୁ କୁଆଡ଼ୁ ଶୁଣିଲେ, ଆଉ ସେମାନେ ମୋ ପାଖକୁ ଆଣିଲେ। ଆଜ୍ଞା ଟିକେ ପ୍ରାର୍ଥନା କରିଦିଅନ୍ତୁ, ମୋର ପୁଅ ଯେମିତି ଭଲ ହବ କ୍ୟାନ୍ସରରୁ। ଆଉ ଏଇ ପ୍ରକାର ଭାବରେ ସେମାନେ ଆସିଲେ, ଆଉ ମୋତେ ପ୍ରାର୍ଥନା କରିବା ପାଇଁ କହିଲେ। ଆଉ ମୁଁ ପ୍ରାର୍ଥନା କରିଦେଲି ନିଶ୍ଚୟ, କିନ୍ତୁ କିଛି ଦିନ ପରେ ସେ ପୁଅ ମରିଗଲା। ମୁଁ କୁଆଡ଼େ ବାହାରକୁ ଯାଇଥିଲି, ସେ ସମୟରେ ସେମାନେ ମରିଗଲେ, ସେ ଛୁଆଟା ମରିଗଲା। ସେ ସମୟରେ ସେମାନେ ତାକୁ କବର ନ ଦେଇକି ତାକୁ ରଖିଛନ୍ତି। କ'ଣ ପାଇଁ? ପାଳକ ଆଜ୍ଞା ଆସିବେ। ଆଉ ଲାଜାରକୁ ଯେମିତି ମୃତ୍ୟୁରୁ ଉଠେଇଲେ, ସେମିତି ମୋର ପୁଅକୁ ମଧ୍ୟ ସେ ନିଶ୍ଚୟ ଉଠେଇବେ। ବାଇବଲରେ ଲାଜାର ଉଠିଲା ଏମିତି କହିକି ନେଇକି ସେମାନେ ମୋତେ ଅପେକ୍ଷା କରିକି ଥିଲେ। ତ ମୁଁ ଖବର ପାଇଲି, ଆଉ ଯେତେବେଳେ ମୁଁ ତାଙ୍କୁ ଦୌଡ଼ି ଦୌଡ଼ି ଯାଇକି ମୁଁ ପହଞ୍ଚିଲି ସେ ଜାଗାରେ, ପାଷ୍ଟର ଆଜ୍ଞା ଆସିଲେ, ଆଜ୍ଞା ଆସନ୍ତୁ ଆସନ୍ତୁ, ଆମେ ଆପଣଙ୍କୁ ଅପେକ୍ଷା କରିଥିଲୁ। ହଁ ଆଜ୍ଞା, ଲାଜାର ମଧ୍ୟ ଉଠିଲା ନା? ଯଦିଓ ସେ ମରି ଯାଇଥିଲା, ସେ ଉଠିଲା ନା? ତ ସେଥିପାଇଁ ସେମାନେ ଏବେ ମୋତେ ଆଶା କରୁଛନ୍ତି, ଯେମିତିକି ସେ ମୃତ୍ୟୁ ଛୁଆକୁ ମୁଁ ସଜୀବ କରିବି, ତାକୁ ଉଠେଇ ଦେବି। ପରେ ପରେ ମୁଁ ଉଠେଇ ପାରିଥିବି କି? ମୃତ ଲୋକକୁ ଉଠେଇ ପାରିଥିବେ କି? ନାହିଁ। ପରେ ପରେ ସେମାନେ କିଛି ଲାଭ ନାହିଁ ବିଶ୍ୱାସ କରିକି। ଆମେ ଭାବିଥିଲୁ ଆମର ପୁଅକୁ କିଛି ହବନି, ଆମର ପୁଅକୁ ଆମ ପୁଅ ବଞ୍ଚିବ। ଦେଖିଲା ବେଳେ କିଛି ଲାଭ ନାହିଁ। ଆଉ ତାପରେ ଆଉ କିଛି କଣ୍ଟାକ୍ଟ ନାହିଁ, କିଛି ନାହିଁ, ପଳେଇଲେ। ଟିକେ ଚିନ୍ତା କରନ୍ତୁ, ସେ ପରିବାର ଲୋକମାନେ କୋଉଥିପାଇଁ ସେମାନେ ମୋ ପାଖକୁ ଆସିଥିଲେ? ଏ ଜଗତରେ ଯେମିତି ତାଙ୍କର ପୁଅ ବଞ୍ଚିବ। ଟିକେ ଚିନ୍ତା କରନ୍ତୁ, ଲାଜାରକୁ ଯୀଶୁ 4 ଦିନ ପରେ ଉଠେଇଲେ। ତାପରେ କ'ଣ ଲାଜାର ମରିଲାନି କି? ମରିଲା ନା ମରିଲାନି? ମରିଲା ନା? ତାହେଲେ ଉଠେଇଲେ କି ସେ ମରିଗଲା, କ'ଣ ପାର୍ଥକ୍ୟ? ଦିନେ ନା ଦିନେ ଏ ଜଗତରେ ସମସ୍ତେ ଆମେ ମରିବା, ହଁ କି ନାହିଁ? ଜଣେ ଯଦି କିଡନୀ ଫେଲ୍ ହେଇଛି, ବଞ୍ଚିଗଲା, ତାହେଲେ କ'ଣ ସେ ବଞ୍ଚିବ କି? ଜୀବନ କାଳ ବଞ୍ଚିବ ଆଉ ମରିବନି କି? ମୋ ମା ବୟସ୍କ ଲୋକ, ଅଲରେଡ଼ି 73-74 ବର୍ଷ ତାଙ୍କର। ହଠାତ୍ରେ କିଛି ଦିନ ପୂର୍ବରୁ ସ୍ଲାଇଡ୍ ବ୍ରେନ୍ ଷ୍ଟ୍ରୋକ୍ ହେଲା। ତା ପୂର୍ବରୁ ପଡ଼ି ଯାଇଥିଲେ, ଏଇଠି ତାଙ୍କର ଖଞ୍ଜଟା ଭାଙ୍ଗିଗଲା, ସର୍ଜରୀ ହେଲା। ଏବେ ରିସେଣ୍ଟଲି ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହେଇଥିଲା, କିନ୍ତୁ ଏବେ ଭଲ ଅଛନ୍ତି। ପ୍ରଭୁ ସାହାଯ୍ୟ କଲେ, ମୋ ମା ବଞ୍ଚିଲେ, ଆଉ ମରିବେନି କି? ମୁଁ ପ୍ରଭୁଙ୍କ ହାତରେ ଛାଡ଼ି ଦେଇଛି। ଯଦି ପ୍ରଭୁ ମୋ ମାଙ୍କୁ ନେବାକୁ ଚାହିଁବେ, ଓ ନେଇପାରିବେ। କାହିଁକି? ଏ ଜଗତରେ ଆମେ ଲମ୍ବା ସମୟ ବଞ୍ଚିବା ପାଇଁ ପ୍ରଭୁ ବନେଇ ନାହାନ୍ତି କି? ମାନେ ପୁରା ଚିରକାଳ ସ୍ଥାୟୀ ବଞ୍ଚିବା ପାଇଁ ଏ ଜଗତ ବନେଇ ନାହାନ୍ତି। ପ୍ରଭୁ ଆରମ୍ଭରୁ ବି କ'ଣ ବନେଇଛନ୍ତି? ସ୍ୱର୍ଗ
ଆଉ ପୃଥିବୀ ପୃଥିବୀରେ ମନୁଷ୍ୟ କିଛି ସମୟ ପାଇଁ ରହିବ, କ୍ଷଣ କାଳ ସ୍ଥାୟୀ ପାଇଁ ରହିବ। ଟିକେ ଚିନ୍ତା କରନ୍ତୁ, ଟିକେ ଅଭାବ ହେଇକି କିଛି ସମୟ ବଞ୍ଚିଲେ କ'ଣ ଏକା ସମସ୍ୟା, ଟିକେ ଗରିବ ହେଇକି କିଛି ସମୟ ବଞ୍ଚିଲେ କ'ଣ ଏକା ସମସ୍ୟା। ଯଦି ଆପଣଙ୍କର ଆଶା ଅଛି ଯେ ଆପଣ ସ୍ୱର୍ଗକୁ ଯାଇପାରିବେ, କିନ୍ତୁ ଯଦି ଆପଣ ଏ ଜଗତରେ ମଧ୍ୟ ଦୈନ୍ୟ ହେଇକି ପୁରା ଦୈନ୍ୟ ହେଇକି ବଞ୍ଚିଲେ, ତାପରେ ଯଦି ମରିଲା ପରେ ବି ଯଦି ଆପଣ ସ୍ୱର୍ଗରେ ଆଶା ନାହିଁ, ଆପଣ ଜଣା ନାହିଁ ଆପଣ ମରିବେ ତାହେଲେ କୁଆଡ଼େ ଯିବେ, ନରକକୁ ଯଦି ଯିବେ ତାହେଲେ କେତେ ଦୟନୀୟ। ଏ ଜଗତରେ ବି ଆପଣ ଦୟନୀୟ ଭାବରେ ବଞ୍ଚିଲେ, ତା ସହିତ ଆପଣ କୋଉଠି ଦୟନୀୟ ଭାବରେ ବଞ୍ଚିବେ? ନର୍କରେ ଅନନ୍ତ କାଳ ମୃତ୍ୟୁ, ଅନନ୍ତ କାଳ ନର୍କ। ଲୋକମାନେ ପ୍ରାୟ ସମୟରେ ନିଜର ଆତ୍ମା ବିଷୟରେ କି ସ୍ୱର୍ଗ ବିଷୟରେ ଚିନ୍ତିତ ନାହାନ୍ତି। ବହୁତ ଲୋକମାନେ ପ୍ରଚାର କରନ୍ତି ସ୍ୱର୍ଗ ରାଜ୍ୟ ସନ୍ନିକଟ, ମନ ପରିବର୍ତ୍ତନ କର, ମନ ପରିବର୍ତ୍ତନ କର। ଲୋକମାନେ କେମିତି ମନ ପରିବର୍ତ୍ତନ କରନ୍ତି? ମୁଁ ବି ଛୋଟବେଳୁ ମୁଁ ଖ୍ରୀଷ୍ଟାନ ପରିବାରରେ ଜନ୍ମ ହେଲି। ଛୋଟବେଳୁ ମୋ ମା ମୋତେ ଚର୍ଚ୍ଚକୁ ପଠେଇଲେ। ମୁଁ ଚର୍ଚ୍ଚକୁ ଗଲି, ଗିର୍ଜା ପ୍ରାର୍ଥନା, ଦାନ, ଆଉ ମୁଁ ଜଣେ ଉଦ୍ଯୋଗୀ ଖ୍ରୀଷ୍ଟିଆନ। ସତରେ ମୁଁ ଜଣେ ବହୁତ ଉଦ୍ଯୋଗୀ ଖ୍ରୀଷ୍ଟିଆନ। ଉପବାସ ପ୍ରାର୍ଥନା, କାନ୍ଦି କାନ୍ଦି ପ୍ରାର୍ଥନା, ଏଇ ପ୍ରକାର ଭାବରେ ମୁଁ ବଢ଼ିଲି। କିନ୍ତୁ ଖାଲି ଏମିତି ହିଁ ବଞ୍ଚୁଥିବି କି? କିନ୍ତୁ ଆଉ ଗୋଟେ ପଟେ ଯେତେବେଳେ ମୁଁ ଦେଖୁଥିଲି ନିଜକୁ, ମୋ ପାଖରେ ବ୍ୟଭିଚାର ହୃଦୟ ମଧ୍ୟ ଅଛି, ମୋ ପାଖରେ ଈର୍ଷା ମଧ୍ୟ ଅଛି, ମୋ ପାଖରେ ରାଗ ମଧ୍ୟ ଅଛି, ମୁଁ ଲୋଭ ମଧ୍ୟ କରୁଛି, ମୁଁ ମିଛ କଥା ମଧ୍ୟ କହୁଛି। ମୁଁ ଚାହୁଁନି ଏମିତି ବଞ୍ଚିବାକୁ, କିନ୍ତୁ ମୁଁ ନ ଚାହିଁଲେ ମଧ୍ୟ ମୋ ପାଖରେ ଏଇ ପ୍ରକାର ହୃଦୟ ଯାକ ଉତ୍ପନ୍ନ ହେଉଛି, ଆଉ ମୁଁ ପାପ କରିକି ବଞ୍ଚୁଛି। ହଁ, ଗୋଟେ ପଟେ ମୁଁ ଉଦ୍ଯୋଗୀ, ତା ବୋଲି କ'ଣ ମୁଁ ପାପ କରୁନଥିବି କି? ସେଥିପାଇଁ ମୁଁ କ'ଣ କରୁଥିଲି? କାନ୍ଦି କାନ୍ଦି ପ୍ରାର୍ଥନା କରୁଥିଲି, ପ୍ରଭୁ ମୋର ପାପକୁ କ୍ଷମା କର, ପ୍ରଭୁ ଦୟା କର, ପ୍ରଭୁ। ମୋ ପାଖରେ ଡର ଥିଲା, ଯଦି ମୁଁ ଆଜି ମରିବି ତାହେଲେ ମୁଁ କୁଆଡ଼େ ଯିବି? ଆଜି ଯଦି ମୁଁ ମରିବି ତାହେଲେ ମୁଁ କୁଆଡ଼େ ଯିବି? ସ୍ୱର୍ଗକୁ ଯାଇପାରିବି କି? କାରଣ ମୁଁ ଯେତେବେଳେ ଦେଖୁଛି ବାହିକ ଭାବରେ ମୁଁ ଅନ୍ୟମାନଙ୍କ ଠାରୁ ବେଶୀ ଭଲ, ବ୍ୟବହାରରେ ବେଶୀ ଭଲ, ବାଇବଲ ପଢ଼ିବାରେ ଅନ୍ୟମାନଙ୍କ ଠାରୁ ବେଶୀ ଅଧିକ ପଢ଼ୁଛି, ପ୍ରାର୍ଥନା କରିବାରେ ଅଧିକ ପ୍ରାର୍ଥନା କରୁଛି, ଦାନ ଦେବାରେ ଅଧିକ ଦାନ ଦଶମାଂଶ ଦେଉଛି। କିନ୍ତୁ ଆଉ ଗୋଟେ ପଟେ ମୋ ପାଖରେ ପାପ ଅଛି। ଏ ପାପକୁ ନେଇକି ମୁଁ କୁଆଡ଼େ ଯିବି? ଏ କଷ୍ଟ ମୋ ପାଖରେ ଥିଲା। ସେଥିପାଇଁ ମୁଁ ଯେତେବେଳେ ସଭା ସମ୍ମିଳନୀ ଯାଉଥିଲି, ସେଠି ପ୍ରଚାରକ ମାନେ ସବୁବେଳେ ପ୍ରଚାର କରିବାର, ମନ ପରିବର୍ତ୍ତନ କର, ସ୍ୱର୍ଗ ରାଜ୍ୟ ସନ୍ନିକଟ। ସେତେବେଳେ ମୋତେ ବହୁତ କଷ୍ଟ ଲାଗୁଥିଲା, ପ୍ରଭୁ ସତରେ ମୋର ପାପ ଅଛି, ମୋ ପାଖରେ ପାପ ଅଛି, ଏ ପାପକୁ ନେଇକି ମୁଁ କୁଆଡ଼େ ଯିବି? ପ୍ରଭୁ ମୋ ପାପ କ୍ଷମା କର, ପ୍ରଭୁ। ମୁଁ କାନ୍ଦି 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 ମୋର ପାପ ସ୍ୱୀକାର କରିକି ପ୍ରାର୍ଥନା ବି କରୁଥିଲି। କିନ୍ତୁ ମୁଁ ପ୍ରାର୍ଥନା କଲା ବେଳେ ବଦଳି ଯାଇଥିବି ନା ବଦଳି ନଥିବି? ବଦଳିଥିବି? ନାଇଁ, କିଛି ସମୟ ପାଇଁ ବଦଳିଲା ପରେ ଦେଖାଯାଉଥିଲି, କିନ୍ତୁ ଆଉ ଥରେ ଯେମିତିକୁ ସେମିତି। ପ୍ରତ୍ୟେକ ନୂଆ ବର୍ଷ ଆସିଲେ କେମିତି, ଓ ଏ ନୂଆ ବର୍ଷରେ ନୂଆ ଜୀବନ, ଆଉ ମୁଁ ପୁରୁଣା ଜୀବନ ଆଉ ବଞ୍ଚିବିନି, ଆଉ ମୁଁ ପୁରୁଣା ଜୀବନ ଆଉ ବଞ୍ଚିବିନି। ସେଥିପାଇଁ ମୁଁ ନିଷ୍ପତ୍ତି ନେଉଥିଲି, ଯାହା ହେଲେ ବି ଏ ନୂଆ ବର୍ଷରେ ନୂଆ ନିଷ୍ପତ୍ତି। ଏଇ ପ୍ରକାର ଭାବରେ ମୁଁ ନୂତନ ବର୍ଷରେ ନୂଆ ଜୀବନ ବଞ୍ଚିବି। କେତେ ଦିନ ଜାଣିଛନ୍ତି କି? ଅଧିକ ହେଲେ ସପ୍ତାହଟେ। ତାପରେ କେମିତି ହଉଥିଲା, ମୋ ଦ୍ୱାରା ତ ହଉନି, ଆଉ କ'ଣ ଆଉ କରିବି, ଯେମିତି ବଞ୍ଚିଲେ ବି ହବ। ଆଉ ଥରେ ଯେମିତିକୁ ସେମିତି ହିଁ ବଞ୍ଚୁଥିଲି। ସେଥିପାଇଁ ମୋର ହୃଦୟରେ ବହୁତ ଡର ଥିଲା, ଭୟ ଥିଲା ପାପକୁ ନେଇକି। ଭାଇ ଭଉଣୀ ମାନେ, ମୁଁ ଯଦି ପଚାରିବି ଆପଣମାନଙ୍କ ପାଖରେ ବି ଏମିତି ଡର ଅଛି କି ନାହିଁ? ଡର ଅଛି ନା ନାହିଁ? ପାପ ଅଛି। ଏ ପାପକୁ ନେଇକି ଯଦି ମୁଁ ଆଜି ମରିବି ତାହେଲେ ମୁଁ କୁଆଡ଼େ ଯିବି? ଯଦି ଲୋକମାନେ ଚିନ୍ତା କରୁନାହାନ୍ତି ତାହେଲେ ସେମାନେ ଆବନର୍ମାଲ। ଯଦି ଲୋକମାନେ ଚିନ୍ତା କରୁଛନ୍ତି, ସତରେ ସେମାନେ ପ୍ରଭୁଙ୍କ ସାମ୍ନାରେ ଚିନ୍ତା କରୁଛନ୍ତି। ଓ ମୋର ଆତ୍ମା କୁଆଡ଼େ ଯିବ? ଯେମିତି ମୁଁ କହିଲି, ବାଇବଲରେ ସେଠି ଗୋଟେ ବାକ୍ୟ ଅଛି, ଆମେ ଟିକେ ଦେଖିବା। ଉପଦେଶକ 7 ପର୍ବର 1 ପଦ 2 ପଦ। ଉପଦେଶକ 7 ପର୍ବର 1 ପଦ 2 ପଦ, 1 ପଦ।
ଏଠି କେମିତି ଲେଖା ହେଇଛି? ବହୁମୂଲ୍ୟ ତୈଳ ଅପେକ୍ଷା ଉତ୍ତମ ନାମ ଭଲ ଓ ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ। କଣ ଲେଖା ହେଇଛି? ଜନ୍ମଦିନ ଭଲ ନା ମରଣ ଦିନ ଭଲ? ହଁ, ମରଣ ଦିନ ଭଲ ଆପଣ ମାନଙ୍କୁ ପସନ୍ଦ? ଏଇଟା ଆମେ ବୁଝିପାରୁନୁ। ମୁଁ ବି ଯେତେବେଳେ ବାଇବଲ ପଢୁଥିଲି କାହିଁକି ଏମିତି ଲେଖା ହେଇଛି, କାହିଁକି ମୋ ପାଖରେ ଏଇ ପ୍ରକାର ଚିନ୍ତା ଥିଲା। ବୁଝିପାରୁଛନ୍ତି କି ନାଇଁ? କାହିଁକି ଜନ୍ମଦିନ ଅପେକ୍ଷା ମରଣ ଦିନ ଭଲ? ତା ତଳେ କେମିତି ଲେଖା ହେଇଛି? ତା ତଳେ ଦୁଇ ପଦ ଆମେ ଦେଖିବା। ଦୁଇ ପଦ, ଭୋଜ ଗୃହକୁ ଯିବା ଠାରୁ ବିଳାପ ଗୃହକୁ ଯିବାର ଭଲ, କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ। ବାଇବଲ କଣ ବୋଲି କହୁଛି? ବାଇବଲ କଣ ବୋଲି କହୁଛି? ଭୋଜି ଘରକୁ ଯିବା ଅପେକ୍ଷା ମରଣ ଘରକୁ ଯିବା ଭଲ। ହଁ କି ନାଇଁ? କାହିଁକି? ଆପଣ ମାନଙ୍କୁ ଭୋଜିକୁ ଯିବାକୁ ପସନ୍ଦ ନା ମରଣ ଘରକୁ ଯିବାକୁ ପସନ୍ଦ? କୁଆଡେ? ଭୋଜି, ମଟନ, ଚିକେନ, ହଁ କି ନାଇଁ? କୁଆଡେ ଯିବାକୁ ପସନ୍ଦ? ଭୋଜି। କିନ୍ତୁ ବାଇବଲ କହୁଛି କଣ ବୋଲିକି କହୁଛି? ଭୋଜି ଘର ଠାରୁ ମରଣ ଘରକୁ ଯିବା ଭଲ। କାହିଁକି ଜାଣିଛନ୍ତି କି? ଏଠି ଉତ୍ତର ଲେଖା ହେଇଛି, କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ। ଟିକେ ଚିନ୍ତା କରନ୍ତୁ, ଆପଣ ମାନେ ଭୋଜି ଘରକୁ ଯାଇକି ଆପଣ କେବେ ଭାବିବେ କି ମୁଁ ମରିବି ଦିନେ, ଏମିତି ମରିବି ଏମିତି ଭାବିବେ କି? କେତେ ବଢିଆର ଭୋଜି, ଏମିତି ଇମା ହାର ପିନ୍ଧିଛି ସିଏ, ଇମା ଏତେ ସୁନ୍ଦର ଶାଢୀ ଗୋଟେ ପିନ୍ଧିଛି, ସେ ଝିଅ କେତେ ସୁନ୍ଦର ଦେଖା ଯାଉଛି, ଏମିତି ଲୋକମାନେ ଏମିତି ହିଁ ଭାବିବେ, ହଁ କି ନାଇଁ? କିନ୍ତୁ ଯଦି ମରଣ ଘରକୁ ଗଲେ, ଇଏ ବି ମରିଗଲେ ନାଇଁ, ଏତେ ଭଲ ଥିଲେ, ଏତେ ସୁସ୍ଥ ସବଳ ଥିଲେ, ଲୋକମାନେ କେମିତି କେମିତି ଏତେ ଶୀଘ୍ର ମରି ଯାଉଛନ୍ତି ନାଇଁ, କେଜାଣି ମୁଁ ବି ମରିବି କାଳେ। ଆପଣ କେତେବେଳେ ନିଜର ମରଣ ବିଷୟରେ ଭାବିବେ? ମୃତ୍ୟୁ ଘରକୁ ଗଲେ ଆପଣ ନିଜ ବିଷୟରେ ଭାବିବେ, ଆରେ ଇଏ ତ ଏତେ ଭଲ ଥିଲା, ସୁସ୍ଥ ସବଳ ଥିଲା, ମୁଁ କେବେ ଭାବିନଥିଲି ଏତେ ଶୀଘ୍ର ମରିଯିବ, କାଳେ ମୁଁ ମରିବିନି ତ। ଲୋକମାନେ ଯେତେବେଳେ ମୃତ୍ୟୁ ଘରକୁ ଯିବେ ସେତେବେଳେ ସେମାନେ ନିଜର ମରଣ ବିଷୟରେ ଚିନ୍ତା କରିବେ। ସେଟା ପାଇଁ ବାଇବଲ କହୁଛି କେମିତି? ଭୋଜ ଗୃହକୁ ଯିବା ଠାରୁ ବିଳାପ ଗୃହକୁ ଯିବାର ଭଲ, କାରଣ ତାହା ସମୁଦାୟ ମନୁଷ୍ୟର ଶେଷ ଗତି ଓ ଜୀବିତ ଲୋକ ତହିଁରେ ମନୋଯୋଗ କରିବ। ଆମେ ତାର ନେକ୍ସଟ ପଦ ବି ଟିକେ ପଢିବା। ନେକ୍ସଟ ଚାରିପଦ ଏଠି କେମିତି ଲେଖା ହେଇଛି? ଜ୍ଞାନୀ ମାନଙ୍କ ହୃଦୟ ବିଳାପ ଗୃହରେ ଥାଏ, ମାତ୍ର ମୂର୍ଖ ମାନଙ୍କ ହୃଦୟ ଆନନ୍ଦ ଗୃହରେ ଥାଏ। ତାର ଅର୍ଥ କଣ? ମୂର୍ଖ ମାନେ ନିଜର ମୃତ୍ୟୁ ବିଷୟରେ ଚିନ୍ତା କରିବେନି, ମୁଁ ବି ମରିବି, ଆମେ ସମସ୍ତେ ମରିବା। ଜ୍ଞାନୀ ମାନେ ଏ ମୃତ୍ୟୁ ବିଷୟରେ ଚିନ୍ତା କରିବେ। ବୁଝିପାରୁଛନ୍ତି କି ନାଇଁ? କୋଉ ଲୋକମାନେ ନିଜର ମୃତ୍ୟୁ ବିଷୟରେ ଚିନ୍ତା କରିବେ? ଜ୍ଞାନୀ ଲୋକମାନେ। ମୂର୍ଖ ଲୋକମାନେ, କିଏ ଜାଣି ମରିବା, ଯାହା ହବ ହବ, କିଏ ଜାଣିଛି, ଭଲରେ ଖାଅ ପିଅ ଏନ୍ଜୟ କର, ଏମିତି ଜୀବନ ଆଉ କେବେ ମିଳିବ? ମିଳିବ, ଚାଲ। ଲୋକମାନେ ସେଥିପାଇଁ ନିଜର ମୃତ୍ୟୁ ବିଷୟରେ ଚିନ୍ତା କରନ୍ତିନି। କିନ୍ତୁ ଜ୍ଞାନୀ ଲୋକମାନେ ସତରେ, ମୁଁ ବି ମରିପାରେ, ଆରେ ମୁଁ କେବେ ଭାବିନଥିଲି ସିଏ ମରିଗଲେ, ସେ ସୁସ୍ଥ ସବଳ ଥିଲେ, ଏମିତି ଦିନେ ମୁଁ ବି ମରିବି। ଜ୍ଞାନୀ ଲୋକମାନେ ନିଜର ମୃତ୍ୟୁ ବିଷୟରେ ଚିନ୍ତା କରିବେ। ଟିକେ ଚିନ୍ତା କରନ୍ତୁ ଭାଇ ଭଉଣୀ ମାନେ, ଆଜି ରାତିରେ ଯଦି ଆପଣ ମରିଗଲେ ଆପଣ କୁଆଡେ ଯିବେ କେବେ ଭାବିଛନ୍ତି କି? ସ୍ୱର୍ଗକୁ ଯାଇପାରିବେ କି? କେବେ ଭାବିଛନ୍ତି? ପାପକୁ ରଖିକି ଲୋକମାନେ କେବେ ବି ସ୍ୱର୍ଗକୁ ଯାଇପାରିବେନି, କାରଣ ପ୍ରଭୁ କହୁଛନ୍ତି ସ୍ୱର୍ଗ ପବିତ୍ର, ପରମେଶ୍ୱର ପବିତ୍ର, ଆଉ ସେଠାକୁ ପବିତ୍ର ଲୋକ ହିଁ ଯାଇପାରିବ। ଯାହା ପାଖରେ ପାପ ଅଛି ସେ କେବେ ହେଲେ ବି ସେ ସ୍ୱର୍ଗକୁ ଯାଇପାରିବ ନାହିଁ। ଆପଣ ମାନଙ୍କ ବିଷୟରେ କେମିତି? ଆପଣ ମାନେ ପାପକୁ ରଖିକି ସ୍ୱର୍ଗକୁ ଯାଇପାରିବେ ବୋଲି ଭାବୁଛନ୍ତି କି? କେବେ ବି ନାହିଁ।
କିନ୍ତୁ ଲୋକମାନେ ପ୍ରାୟ ସମୟରେ ନିଜର ପାପ ବିଷୟରେ ଚିନ୍ତା କରୁନାହାନ୍ତି। ନିଜର ପାପକୁ ନେଇକି କେବେ ହେଲେ ସେମାନେ କଷ୍ଟ ପାଉନାହାନ୍ତି। ଓହୋ, ଆଜି ଯଦି ମୁଁ ମରିବି ତାହେଲେ ମୁଁ କୁଆଡେ ଯିବି? ବାଇବଲ କହୁଛି ଜ୍ଞାନୀ ମାନଙ୍କ ହୃଦୟ ବିଳାପ ଗୃହରେ ଥାଏ। ମୃତ୍ୟୁ ବିଷୟରେ ସେମାନେ ଚିନ୍ତା କରନ୍ତି। ଆପଣ ମାନଙ୍କ ହୃଦୟରେ ଥରେ ଚିନ୍ତା କରିବା ଦରକାର। ଆପଣ ମାନେ ଯଦି ଯୀଶୁ ଖ୍ରୀଷ୍ଟ ଆସନ୍ତି, ମୁଁ ସତରେ କଣ ସ୍ୱର୍ଗକୁ ଯାଇ ପାରିବି କି? ମୁଁ ଆଜି ମୋର ବିଷୟରେ ମଧ୍ୟ କହୁଛି, ମୁଁ ବି ଦିନେ ଏହି ପ୍ରକାର ଭାବରେ ବହୁତ କଷ୍ଟ ପାଇଲି। ବାଇବଲ କଣ ବୋଲି କହୁଛି ଆମେ ଟିକେ ପଢିବା। ମାଥ୍ୟୁ ପୁସ୍ତକ 6 ପର୍ବର 31, 32, 33। ଏଠି କେମିତି ଲେଖା ହେଇଛି? ଏଣୁ କଣ ଖାଇବା ଅବା କଣ ପିଇବା କି ଅବା କଣ ପିନ୍ଧିବା ଏହା କହି ଚିନ୍ତିତ ହୁଅ ନାହିଁ। ନେକ୍ସଟ ପଦ, କାରଣ ବିଜାତି ମାନେ ଏହି ସବୁ ବିଷୟ ଖୋଜି ବୁଲନ୍ତି, ଆଉ ଏହି ସମସ୍ତ ବିଷୟ ଯେ ତୁମମାନଙ୍କର ପ୍ରୟୋଜନ ତାହା ତୁମମାନଙ୍କର ସବୁ ସ୍ୱର୍ଗସ୍ଥ ପିତା ଜାଣନ୍ତି। ବାଇବଲ କଣ ବୋଲି କହୁଛି? କଣ ଖାଇବ, କଣ ପିନ୍ଧିବ ଏ ବିଷୟରେ ଚିନ୍ତା କରନି। କିନ୍ତୁ ଆମେ କଣ ପାଇଁ ଚିନ୍ତା କରୁଛୁ? କେମିତି ଖାଇବା, କଣ ପିନ୍ଧିବା, କେମିତି ଭଲ କରି ରହିବା, ପ୍ରାର୍ଥନା ମଧ୍ୟ, ପ୍ରଭୁ ମୋ ରୋଗକୁ ସୁସ୍ଥ କର ପ୍ରଭୁ। ସବୁବେଳେ କ୍ଷଣ କାଳ ଜଗତ ପାଇଁ, ଏ କ୍ଷଣ କାଳ ଶରୀର ପାଇଁ ଆମେ ବଞ୍ଚିବାକୁ ଚାହୁଁଛୁ, ପ୍ରଭୁଙ୍କୁ ଖୋଜୁଛୁ। କିନ୍ତୁ ବାଇବଲ କହୁଛି ଏଟା ପାଇଁ ତମେ ଚିନ୍ତା କରନି। ତମର ସ୍ୱର୍ଗସ୍ଥ ପିତା ଭଲରେ ଜାଣିଛନ୍ତି ତମକୁ କଣ ଦରକାର। କିନ୍ତୁ ବାଇବଲ କଣ କହୁଛି? 33 ପଦ, ଏଟା ବହୁତ ଗୁରୁତ୍ୱପୂର୍ଣ୍ଣ। 33 ପଦ, କିନ୍ତୁ ତୁମ୍ଭେମାନେ ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର, ଆଉ ଏହି ସମସ୍ତ ବିଷୟ ମଧ୍ୟ ତୁମ୍ଭମାନଙ୍କୁ ଦିଆଯିବ। ବାଇବଲ କଣ ବୋଲି କହୁଛି? ପ୍ରଥମରେ କଣ ଅନ୍ୱେଷଣ କର? ତାଙ୍କ ରାଜ୍ୟ, ତାଙ୍କ ରାଜ୍ୟ ଓ ଧାର୍ମିକତା। ସେ ରାଜ୍ୟ କୋଉ ରାଜ୍ୟ? ଓଡ଼ିଶା ରାଜ୍ୟ, ଆନ୍ଧ୍ରା? ହଁ, ଆମେନ, ହାଲେଲୁୟା। ସ୍ୱର୍ଗ ରାଜ୍ୟ। ସେ ରାଜ୍ୟ କଣ ରାଜ୍ୟ? ସ୍ୱର୍ଗ ରାଜ୍ୟ ଓ ଧାର୍ମିକତା ପ୍ରଥମେ ଅନ୍ୱେଷଣ କର, ତହିଁରେ ସମସ୍ତ ବିଷୟ ମଧ୍ୟ ଯୋଗ କରାଯିବ। ଟିକେ ଚିନ୍ତା କରନ୍ତୁ, ଆମକୁ କଣ ଆବଶ୍ୟକ? ପ୍ରଭୁକୁ କଣ ପାଇଁ ଆମେ ଖୋଜିବା ଦରକାର? କଣ ପ୍ରଥମେ ଖୋଜିବା ଦରକାର? ବାଇବଲ କଣ କହୁଛି? କଣ ଖାଇବା, କଣ ପିନ୍ଧିବା, କଣ ସେନା ପାଇଁ କି? ନା ପ୍ରଥମେ ସ୍ୱର୍ଗ ରାଜ୍ୟ ଓ ଧାର୍ମିକତା। ସତରେ ଯୋଉ ଲୋକମାନେ ଜ୍ଞାନୀ ଲୋକମାନେ, ସେମାନେ କଣ କରିବେ? ନିଜର ମୃତ୍ୟୁ ବିଷୟରେ ଚିନ୍ତା କରିବେ। ହଁ, ମୁଁ ଯଦି ଆଜି ମରିବି ତାହେଲେ ମୁଁ ପାପକୁ ରୋକିକି ମୁଁ ସ୍ୱର୍ଗକୁ ଯାଇପାରିବିନି। ତାହେଲେ ମୁଁ କେମିତି ସେ ରାଜ୍ୟକୁ ଯାଇପାରିବି? ହଁ, ସେ ସ୍ୱର୍ଗ ରାଜ୍ୟକୁ କିଏ ଯାଇପାରିବ? ପାପୀ ଯାଇପାରିବ ନା ଧାର୍ମିକ ଯାଇପାରିବ? କିଏ ଯାଇପାରିବ? ଧାର୍ମିକ। ପାପୀ? ଧାର୍ମିକ। ଆମେନ। ବାଇବଲ କହୁଛି କିଏ ଯାଇପାରିବ? ଧାର୍ମିକ। ବାଇବଲ କହୁଛି ଧାର୍ମିକ ଯାଇପାରିବ। ସେଥିପାଇଁ ବାଇବଲ କହୁଛି ପ୍ରଥମରେ ତାହାଙ୍କ ରାଜ୍ୟ ଓ ଧାର୍ମିକତା ଅନ୍ୱେଷଣ କର। ପ୍ରଭୁ ସ୍ୱର୍ଗକୁ ଖୋଜିବାକୁ ଚାହୁଁଛନ୍ତି, ଏ ପୃଥିବୀକୁ ନାହିଁ। ଯଦି ପୃଥିବୀରେ ଆମେ ବଞ୍ଚୁଛୁ, ପୃଥିବୀ ଆମକୁ ଦେଖାଯାଉଛି, କିନ୍ତୁ ପ୍ରଭୁ ଚାହୁଁନାହାନ୍ତି ଏ ପୃଥିବୀରେ ଆମେ ସ୍ୱପ୍ନ ଦେଖୁ, ପୃଥିବୀରେ ଆଶା ରଖୁ। ପ୍ରଭୁଙ୍କର ଉଦ୍ଦେଶ୍ୟ ହଉଛି ଆମେ କଣ ଆଶା ରଖୁ? ଓ ସ୍ୱର୍ଗ ରାଜ୍ୟ, ଧାର୍ମିକତା। କିନ୍ତୁ ଲୋକମାନେ ଜାଣିନାହାନ୍ତି ପ୍ରକୃତରେ କେମିତି ଧାର୍ମିକ ହେବେ, କେମିତି ଧାର୍ମିକ ହେବେ। ବାଇବଲ କହୁଛି ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ସତରେ ବାଇବଲ କେମିତି କହୁଛି? ଧାର୍ମିକ କେହି ନାହିଁ, ନା ଜଣେ ସୁଦ୍ଧା ନାହିଁ। ତାହେଲେ କେହି ବି ସ୍ୱର୍ଗକୁ ଯାଇପାରିବେନି କି? ଲୋକମାନେ ଖାଲି ଏତିକିରେ ହିଁ ରହିଯାଉଛନ୍ତି। ଭଲ ଟିକେ ଜାଣନ୍ତୁ, ଲୋକମାନେ ରୋମିଓ ପୁସ୍ତକ ପଢନ୍ତି। ରୋମିଓ ପୁସ୍ତକ 3 ପର୍ବର 10 ପଦ ଆମେ ଟିକେ